ओम शांति। विश्व परिवर्तक भाग्य विधाता परमात्मा शिव पितांकर विश्व परिवर्तनर कार्य संपूर्ण सहयोगी सहज राजयोगी श्रेष्ठ आत्मा मानंकु हार्दिक शुभेच्छा शुभ अभिनंदन सुस्वागतम सुप्रभात। जेपरी कौनसी विशेष दिन मानंकरे समस्ते विशेष भावरे निजकु श्रृंगार करई थांती बा सजेई हेई थांती खुशी मनई थांती, सेहीपरि वर्तमान स्वयं परमात्मा भगवान आसीछंती एई पुरुणा पतित दुनिया को संपूर्ण परिवर्तन करी पवित्र सतो प्रधान सुख शांति भरा स्वर्णिम दुनिया स्वर्ग राज्य रे परिणत करिवा पाई। सेथिपाई आत्मा मानंकु ज्ञान जोगर अलंकार रे सजाई सेठिकार राज्य भाग्य प्रदान करिवा पाई। तेणु बाबा कहउछंती एही श्रृंगार को अतुट रखिबा को हेले पांच विकार रूपी माया ठारू केबे हेले पराजित हुओ नाही। कारण अनेक जन्मरू देहर बंधन रे आसी मायार तुमे माने साथी हे जाइछ। तेणु माया मध्य तुमको विभिन्न उपाय रे ता आड़कु आकर्षित करिवो, परंतु तुमको ता ठारू अलगा रहिबार प्रयास करिबा आवश्यक। जेपरि अभिनय करुथिबा कलाकारंकर आलोकर प्रभावरु हेउ बा गरम कारणरु हेउ मेकअप खराब होई जाई थाए एवं मझिरे मझिरे ताकु टचअप दिया जाई थाए, ठीक एठारे मध्य मायार प्रभाव रे जदि आत्मार श्रृंगार बिगिड़ी जाउछि तेबे ज्ञान जोगरे रही पुनः ताहाकु ठीक करि नेबा उचित। परंतु एई अविनाशी सृष्टि नाटकरे अभिनय करू करू जदि छोटिया भूलर भ्रमरे फसी जाई निश्चयताकु हरेई संशय बुद्धि हेई जाउछंती, तेबे सत्य पितांकर श्रेष्ठ मत को छाड़ी संपूर्ण मायार वशवर्ती होई जाउछंती। अन्य मानंकर सेवा करिवा तो दूरर कथा निजे मध्य माया अर्थात विकार को जीतिबार प्रयास मध्य करि पारिबे नाही। एभली दुर्बल आत्मिक संतान मानकु मध्य दयार सागर करुणार सागर शिव बाबा मत देउछंती, पिला माने जदि तुमको विकार हैरान करुछि सेवा मध्य करि पारुनाह तेबे एक निराकार बाबांकु तो मने पकाओ जद्वारा जन्म जन्मांतरर गच्छित थिबा पापर हिसाब किताब चुक्त होई परिबो। एबे जेहेतु पवित्र देवी देवता धर्मर स्थापना हेउछि सेहीपरि राज्य को जीवा पाई हेले पवित्र हेबाकु तो पड़िबो। वर्तमान एपरि केही कहि परिबे नाही जे आमर देवी देवता धर्म बोली, कारण देवी देवता तो संपूर्ण पवित्र निर्विकारी, एबे तो समस्ते विकारी। तेणु पुनः सही धर्म स्थापना करिवा पाई अन्य सबु धर्म लोप हेबा तो दरकार ना। जहा गीतार महावाक्य रे मध्य उल्लेख अछि कि सर्वधर्मं परित्यज्य मामेकं शरणं ब्रज। एहा हेउछि ସେହି ସମୟ
ଯେତେବେଳେ କି ଭଗବାନ ଶିବ ପିତାଙ୍କୁ ଆସିବାକୁ ପଡ଼ିଥାଏ। ବାବା କହୁଛନ୍ତି ଏବେ ଭକ୍ତିର ପାଠ ଶେଷ ହେବାକୁ ଯାଉଛି। ସେଥିପାଇଁ ଭକ୍ତିର ଫଳ ଦେବା ପାଇଁ ମୁଁ ଆସିଛି। ଯେଉଁମାନଙ୍କର ଭକ୍ତି ଶେଷ ହୋଇଯାଉଛି ସେମାନେ ଏହି ସତ୍ୟ ଜ୍ଞାନକୁ ସହଜରେ ବୁଝି ନିଜର ଭବିଷ୍ୟ ଭାଗ୍ୟ ଗଢ଼ିବା ପାଇଁ ତତ୍ପର ହୋଇଥାନ୍ତି। ଭବିଷ୍ୟ ସ୍ୱର୍ଗ ରାଜ୍ୟ ଏପରି ସୁନ୍ଦର ହେବ ଯେଉଁଠାରେ ନା କୌଣସି ଅଭାବ ରହିବ, ନା କୌଣସି ଜିନିଷ ପାଇଁ ସେଠାରେ କିଛି ଆବଶ୍ୟକତା ଅନୁଭବ କରିବେ କେହି। କୁହାଯାଏ ନା, ଦେବତାମାନଙ୍କ ଖଜଣାରେ ଅପ୍ରାପ୍ତ କୌଣସି ବସ୍ତୁ ନଥାଏ। ତେଣୁ ଭକ୍ତି ପୂଜା ପାଠ କରି ଭଗବାନଙ୍କ ଠାରୁ ମାଗିବାର କୌଣସି ଆବଶ୍ୟକତା ପଡ଼ିବ ନାହିଁ ସେଠାରେ। କାରଣ ଏବେଠାରୁ ତୁମ ସନ୍ତାନମାନଙ୍କୁ ମୁଁ ସେହିଭଳି ଜ୍ଞାନ ଦ୍ୱାରା ସର୍ବଗୁଣ ସର୍ବସମ୍ପତ୍ତିରେ ସମ୍ପନ୍ନ କରାଉଛି। ତେଣୁ ନିଜର ପୂରା ହିସାବ ଶିବ ବାବାଙ୍କୁ ଦେଇ ନିଜେ ଟ୍ରଷ୍ଟି ବା ନିମିତ୍ତ ହୋଇ ସବୁ ଚିନ୍ତାରୁ ମୁକ୍ତ ହୋଇଯିବାର ଅଛି। ବାବାଙ୍କ ଶ୍ରୀମତରେ ପୂରା ଚାଲି ସହଯୋଗର ପାତ୍ର ହେବା ଦରକାର। ସାରା ସଂସାରର ମନୁଷ୍ୟମାନଙ୍କର ବୁଡ଼ି ଯାଇଥିବା ବେଡ଼ା ଅର୍ଥାତ୍ ନୌକାକୁ ମୁକ୍ତି ସେନା ହୋଇ ପାରି କରିବାକୁ ହେବ। ପୂରା ଆଜ୍ଞାକାରୀ ହୋଇ ପୂଜନ ଯୋଗ୍ୟ ଗାୟନ ଯୋଗ୍ୟ ହେବାକୁ ପଡ଼ିବ। ବାବା କହୁଛନ୍ତି ପ୍ରତି ମୁହୂର୍ତ୍ତରେ ପ୍ରତ୍ୟେକ ସମ୍ପତ୍ତିକୁ ସଫଳ କରି ସଫଳତାର ଖୁସିକୁ ଅନୁଭବ କରୁଥିବା ସଫଳତା ମୂରତ ହୁଅ। ଯଦି ସଂକଳ୍ପ, ବାଣୀ, କର୍ମ, ସମ୍ବନ୍ଧ ଏବଂ ସମ୍ପର୍କରେ ସବୁ ପ୍ରକାରର ସଫଳତାର ଅନୁଭବ କରିବାକୁ ଚାହୁଁଛ, ତେବେ ଏହି ସବୁ ସମ୍ପତ୍ତି ବା ଏହି ସବୁ ଜିନିଷରେ ସବୁକିଛିକୁ ସଫଳ କରିଚାଲ। କୌଣସି କଥା ଯେପରି ବ୍ୟର୍ଥରେ ନ ଯାଉ। ସଫଳ କରିବାର ଅର୍ଥ ହେଲା ବର୍ତ୍ତମାନ ସଫଳତାକୁ ପ୍ରାପ୍ତ କରିବା ସହିତ ଭବିଷ୍ୟତ ପାଇଁ ମଧ୍ୟ ଜମା ରଖିବା। ଯେତେବେଳେ ସଂକଳ୍ପରେ ମଧ୍ୟ କୌଣସି ଆକର୍ଷଣ ତୁମକୁ ତା ଆଡ଼କୁ ଆକର୍ଷିତ ନ କରିବ, ତେବେ କୁହାଯିବ ସମ୍ପୂର୍ଣ୍ଣତାର ସମୀପତା ଅର୍ଥାତ୍ ନିକଟବର୍ତ୍ତୀ। ତେବେ ଯାଇ ଦୈବୀ ଗୁଣ ସମ୍ପନ୍ନ ହୋଇ ଦେବୀ ଦେବତା ହେବାର ଯୋଗ୍ୟତା ପ୍ରାପ୍ତ ହୋଇପାରିବ। ସମ୍ପୂର୍ଣ୍ଣ ଅଧାକଳ୍ପ ଅର୍ଥାତ୍ ସତ୍ୟ ଏବଂ ତ୍ରେତୟା ଦୁଇ ଯୁଗ, ସର୍ବଗୁଣ ସମ୍ପନ୍ନ, 16 କଳା ସମ୍ପୂର୍ଣ୍ଣ, ସମ୍ପୂର୍ଣ୍ଣ ନିର୍ବିକାରୀ, ଅହିଂସା ପରମଧର୍ମ, ମର୍ଯ୍ୟାଦା ପୁରୁଷୋତ୍ତମ ଏହିଭଳି ଗୁଣର ଅଧିକାରୀ ହୋଇ ସେଠାରେ ସମ୍ପୂର୍ଣ୍ଣ ସୁଖ ଶାନ୍ତିପୂର୍ଣ୍ଣ ସମ୍ପୂର୍ଣ୍ଣ ଆୟୁଷକୁ ଭୋଗ କରି ଚାଲିବ। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଶ୍ଚ ଆମେ ଆତ୍ମାମାନେ ସମସ୍ତେ ଏକତ୍ରିତ ହୋଇ ସେହି କଲ୍ୟାଣକାରୀ ପରମପିତା ପରମାତ୍ମାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟକୁ ଆଲୋଚନା କରିବା, ନିଜ ଜୀବନରେ ଧାରଣା କରିବା ସହିତ ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ କରିଚାଲିବା। ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ,
ସମସ୍ତେ ସୁଖ ଆଉ ଶାନ୍ତିର ଅନୁଭବ କରନ୍ତୁ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।